ଆମ ଇତିହାସରେ ଆଜିର ଦିନରେ ଜାଣ ଅଜାଣତରେ ଘଟି ଆସିଛି ଅନେକ ଐତିହାସିକ ଘଟଣା। ବର୍ଷର ନବମ ମାସର ଆଜି ହେଉଛି 18ତମ ଦିନ ଅର୍ଥାତ୍ 18 ତାରିଖ। ବର୍ଷର ଆଜିର ଦିନ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ଆଜିର ଦିନରେ ଦେଶ ଦୁନିଆରେ ଏମିତି କିଛି ଘଟଣା ଘଟିଛି ଯାହା ଶୁଣିବା ଆପଣଙ୍କୁ ନିହାତି ଦରକାର। ତେବେ ଚାଲନ୍ତୁ ଜାଣିବା ଆଜିର ଦିନରେ କ'ଣ କ'ଣ ଘଟଣା ଘଟିଥିଲା ଆମ ଦେଶ ଦୁନିଆରେ। 1502 ମସିହା ଆଜିର ଦିନରେ କ୍ରିଷ୍ଟୋଫର କଲମ୍ବସ୍ ନୂତନ ବିଶ୍ୱକୁ ତାଙ୍କର ଚତୁର୍ଥ ଏବଂ ଶେଷ ଯାତ୍ରା ସମୟରେ ଆଧୁନିକ କୋଷ୍ଟାରିକାରେ ଅବତରଣ କରିଥିଲେ, ଯାହା ଏହି ଅଞ୍ଚଳ ସହିତ ପ୍ରଥମ ଜଣାଶୁଣା ୟୁରୋପୀୟ ସାକ୍ଷାତକୁ ଚିହ୍ନିତ କରିଥିଲା। ଆମେରିକାର ଉପକୂଳ ଦେଇ ନୌଯାତ କରିବା ପରେ କଲମ୍ବସ୍ କୋଷ୍ଟାରିକାରେ ପହଞ୍ଚିଥିଲେ, ଯେଉଁଠାରେ ତାଙ୍କୁ ଏକ ସ୍ୱାଗତଯୋଗ୍ୟ ଆଦିବାସୀ ଜନସଂଖ୍ୟା ଭେଟିଥିଲା। 1810 ମସିହା ଆଜିର ଦିନରେ ଚିଲି ସ୍ପେନ୍ଠାରୁ ସ୍ୱାଧୀନତା ଘୋଷଣା କରିଥିଲା, ଯାହା ଚିଲିଆର ସ୍ୱାଧୀନତା ଯୁଦ୍ଧ ଭାବରେ ଜଣାଶୁଣା ଏକ ଦୀର୍ଘ ସଂଘର୍ଷର ଆରମ୍ଭ ଥିଲା। ଯଦିଓ 1818 ପର୍ଯ୍ୟନ୍ତ ପୂର୍ଣ୍ଣ ସ୍ୱାଧୀନତା ହାସଲ ହୋଇନଥିଲା, ଚିଲିର ସ୍ୱାଧୀନତା ଦିବସ ଭାବରେ ପାଳିତ ଏହି ଗୁରୁତ୍ୱପୂର୍ଣ୍ଣ ଘଟଣା ସ୍ୱଶାସନ ପାଇଁ ଏକ ଘୋଷଣା ଏବଂ ଦକ୍ଷିଣ ଆମେରିକାରେ ସ୍ପାନିଶ ଉପନିବେଶବାଦୀ ଶାସନକୁ ପ୍ରତ୍ୟାଖ୍ୟାନ କରିବା ପାଇଁ ଆନ୍ଦୋଳନର ଆରମ୍ଭ ଥିଲା। 1851 ମସିହା ଆଜିର ଦିନରେ ନ୍ୟୁୟର୍କ ଡେଲି ଟାଇମ୍ସ ନାମରେ ପରିଚିତ ଖବରକାଗଜ ପ୍ରକାଶିତ ହୋଇଥିଲା, ଯାହାର ପ୍ରତିଷ୍ଠାତା ହେନରୀ ଜାର୍ଭିସ୍ ରେମଣ୍ଡ ଏବଂ ଜର୍ଜ ଜୋନ୍ସ ଥିଲେ। ଏହି ଖବରକାଗଜ ଏକ ଉଚ୍ଚମାନର ବସ୍ତୁନିଷ୍ଠ ଏବଂ ଶସ୍ତା ଖବର ଉତ୍ସ ହେବାକୁ ଚେଷ୍ଟା କରିଥିଲା। 1857 ମସିହାରେ ଏହାର ନାମ ପରିବର୍ତ୍ତନ କରି ଦ ନ୍ୟୁୟର୍କ ଟାଇମ୍ସ ରଖାଯାଇଥିଲା ଏବଂ ଆଜି ମଧ୍ୟ ଏହା ପ୍ରକାଶିତ ହେଉଛି। 1950 ମସିହା ଆଜିର ଦିନରେ ବଲିଉଡର ଜଣେ ପ୍ରସିଦ୍ଧ ଅଭିନେତ୍ରୀ ଶବାନା ଆଜମୀଙ୍କ ଜନ୍ମ ହୋଇଥିଲା। ସେ ତାଙ୍କ କ୍ୟାରିୟରରେ 160ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ଶ୍ରେଷ୍ଠ ଅଭିନେତ୍ରୀ ପାଇଁ 5ଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର, 5ଟି ଫିଲ୍ମଫେୟାର ପୁରସ୍କାର ଏବଂ ପଦ୍ମଶ୍ରୀ ପଦକ ମଧ୍ୟ ସେ ପାଇଛନ୍ତି। ତାଙ୍କ ଅଭିନୟ କ୍ୟାରିୟର 1974 ମସିହାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ଅଙ୍କୁରରୁ ଆରମ୍ଭ ହୋଇଥିଲା। 1987 ମସିହା ଆଜିର ଦିନରେ ଆଇଏନ୍ଏଫ୍ ଚୁକ୍ତିନାମା ଯୁକ୍ତରାଷ୍ଟ୍ର ଏବଂ ସୋଭିଏତ ୟୁନିୟନ ମଧ୍ୟରେ ହୋଇଥିବା ଏକ ଚୁକ୍ତିନାମା ହୋଇଥିଲା, ଯାହା 500ରୁ 5500 କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରୁଥିବା ସେମାନଙ୍କର ଭୂମିରୁ ନିକ୍ଷେପ କରାଯାଉଥିବା କ୍ଷେପଣାସ୍ତ୍ରକୁ ନିଷିଦ୍ଧ କରିଥିଲା। ଏହା ଏକ ପଦକ୍ଷେପ ଥିଲା ଯାହା ସମ୍ପୂର୍ଣ୍ଣ ଶ୍ରେଣୀର ପରମାଣୁ ଅସ୍ତ୍ରକୁ ସମାପ୍ତ କରିଥିଲା। ଆମେରିକାର ରାଷ୍ଟ୍ରପତି ରୋନାଲ୍ଡ ରେଗାନ ଏବଂ ସୋଭିଏତ ନେତା ମିଖାଇଲ ଗୋରବାଚେଭଙ୍କ ଦ୍ୱାରା ସ୍ୱାକ୍ଷରିତ ଏହା ଏକ ଐତିହାସିକ ଅସ୍ତ୍ରଶସ୍ତ୍ର ନିୟନ୍ତ୍ରଣ ଚୁକ୍ତିନାମା ଥିଲା।